ଓଡ଼ିଶାରେ ବୈଷ୍ଣବ ଧର୍ମ। ବୈଷ୍ଣବ ଧର୍ମର ବିକାଶ ଧାରା। ପ୍ରକୃତି ଧର୍ମର ମୂଳ ଉତ୍ସ, ଅନିର୍ବାଚନୀୟ ସୁଷମାର ଆଧାର, ଅଫୁରନ୍ତ ରହସ୍ୟର ଗନ୍ତାଘର। ଜୀବନ ଧାରଣ ନିମନ୍ତେ ପ୍ରକୃତିରୁ ମଣିଷ ଉପାଦାନ ସଂଗ୍ରହ କରିଛି। ପ୍ରକୃତିର ଯେଉଁ ଯେଉଁ ବିଭାବ ତାର ବଞ୍ଚି ରହିବା ନିମନ୍ତେ ଅପରିହାର୍ଯ୍ୟ ମନେ ହୋଇଛି, ସେଗୁଡ଼ିକ ପ୍ରତି ସେ ଚିର କୃତଜ୍ଞ। ଏହି ଭୟ ଓ କୃତଜ୍ଞତାରୁ ତା ମନରେ ଜାତ ହୋଇଛି ଭକ୍ତି। ଫଳତଃ ପ୍ରକୃତିର ବିଭିନ୍ନ ବିଭାବକୁ ଉପାସନା କରିବାକୁ ବାଧ୍ୟ ହୋଇଛି ମଣିଷ। ଏହିପରି ଭାବରେ ଉପାସନା ଧର୍ମ ସବୁ ଧର୍ମର ଉତ୍ପତ୍ତି ଓ ବିସ୍ତୃତି ସମ୍ଭବ ହୋଇଛି। ବିଷ୍ଣୁ ଉପାସନାମୂଳକ ଧର୍ମକୁ ସାଧାରଣତଃ ବୈଷ୍ଣବ ଧର୍ମ କୁହାଯାଏ। ଏହି ଧର୍ମ ସମୟକ୍ରମେ ସଗୁଣ ଉପାସନା, ପ୍ରତୀକ ଉପାସନା ପ୍ରଭୃତି ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ ହୋଇଛି। ଏହି ପ୍ରତୀକ ମଧ୍ୟରେ ନାରାୟଣ, ବାସୁଦେବ, ରାମ, କୃଷ୍ଣ ଓ ବିଷ୍ଣୁଙ୍କର ବିଭିନ୍ନ ଅବତାର ସ୍ୱୀକୃତ ଓ ଉପାସିତ। ପୁନଶ୍ଚ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଯଥାକ୍ରମେ ବିଶ୍ୱର ସୃଷ୍ଟି, ପାଳକ ଓ ସଂହାରକର୍ତ୍ତା ଭାବେ ଆଖ୍ୟାତ। ବ୍ରହ୍ମା ଓ ମହେଶ୍ୱର ସ୍ରଷ୍ଟା ଓ ସଂହାରକ ହେତୁ ଅବତାର ଗ୍ରହଣ କରନ୍ତି ନାହିଁ। କେବଳ ପାଳକ ବିଷ୍ଣୁ ଅବତାର ଗ୍ରହଣ କରୁଥିବାର କଳ୍ପନା କରାଯାଏ। ବ୍ରାହ୍ମଣ ସାହିତ୍ୟରେ ଏହି ଅବତାରବାଦର ଆଭାସ ମିଳେ। ଶତପଥ ବ୍ରାହ୍ମଣରେ ମତ୍ସ୍ୟ, କୁର୍ମ, ବରାହ, ବାମନ ଆଦି ଅବତାର, ଐତରେୟ ବ୍ରାହ୍ମଣରେ ପରଶୁରାମ ଅବତାର ଓ ତୈତ୍ତିରୀୟ ଆରଣ୍ୟକରେ ମତ୍ସ୍ୟ ଓ କୁର୍ମ ଅବତାରର ସୂଚନା ମିଳେ। ପରବର୍ତ୍ତୀ କାଳରେ ଏହି ଅବତାର ନାରାୟଣ, ବାସୁଦେବ, ହରି, ରାମ, କୃଷ୍ଣ ପ୍ରମୁଖ ବିଭିନ୍ନ ରୂପରେ ପ୍ରସାର ଲାଭ କରିଛି। ବୈଦିକ ଯୁଗରେ ବିଷ୍ଣୁ ଉପାସନାର ପ୍ରଚଳନ ଥିବାରୁ ଏହାର ପରବର୍ତ୍ତୀ ଯୁଗରେ ଅର୍ଥାତ୍ ସଂହିତା, ବ୍ରାହ୍ମଣ, ଉପନିଷଦାଦି ଯୁଗରେ ମଧ୍ୟ ଏହା ପ୍ରଚଳିତ ଥିବା ସ୍ୱାଭାବିକ। ଏ ଯୁଗମାନଙ୍କରେ ବିଷ୍ଣୁଙ୍କୁ କେବଳ ଶ୍ରେଷ୍ଠତ୍ୱ ପ୍ରଦତ୍ତ ହୋଇଛି। ବର୍ତ୍ତମାନ ଯୁଗରେ ଯେପରି ବିଷ୍ଣୁ, କୃଷ୍ଣ, ହରି, ରାମ, ବାସୁଦେବ ପ୍ରମୁଖ ଏକ ରୂପରେ ପରିକଳ୍ପିତ। ଶଙ୍କରାଚାର୍ଯ୍ୟ ପୁରୀଧାମ ଆଗମନ କରିଥିଲେ ଏବଂ ସେଠାରେ ଭଗବର୍ଦ୍ଧନ ବା ଗୋବର୍ଦ୍ଧନ ମଠ ସ୍ଥାପନ କରିଥିଲେ। ଏଣୁ ତତ୍କାଳୀନ ପୁରୀ ଯେ ଏକ ବିଶିଷ୍ଟ ଧର୍ମକ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଥିଲା, ଏଥିରେ ସନ୍ଦେହ ରହେନାହିଁ। ଦଶମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସଂକଳିତ ତନ୍ତ୍ର ଆଧାରିତ କାଳିକା ପୁରାଣରେ ଜଗନ୍ନାଥ ଓଡ଼ିଶାର ବିଖ୍ୟାତ ଦେବତା ଥିବାର ଉଲ୍ଲେଖ ରହିଛି। ତ ଦେଖିଦେବେ ଆଉ ଟିକେ ଭଲ କି ଏବଂ ଏଇଥିରୁ ଲଙ୍ଗ କ୍ୱେଶ୍ଚନ ଲେଖିପାରିବେ। ରାମାନନ୍ଦଙ୍କ ପରେ ଦକ୍ଷିଣ ଭାରତର ପ୍ରଖ୍ୟାତ ବୈଷ୍ଣବ ସାଧକ ବଲ୍ଲଭାଚାର୍ଯ୍ୟ ସ୍ୱଧର୍ମ ପ୍ରଚାର କରିବା ଉଦ୍ଦେଶ୍ୟରେ ଓଡ଼ିଶାକୁ ଆସିଥିଲେ। ସେ ଚୈତନ୍ୟଙ୍କ 10 ବର୍ଷ ପୂର୍ବରୁ ଅର୍ଥାତ୍ 1476 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ଏବଂ 1532 ଖ୍ରୀଷ୍ଟାବ୍ଦରେ ଦେହ ରକ୍ଷା କରିଥିଲେ। ସେ ବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ସାଧକ ଥିବାରୁ ତାଙ୍କ ଧର୍ମଦର୍ଶନ ଥିଲା ଶୁଦ୍ଧ ଦ୍ୱୈତବାଦ। ବୈଷ୍ଣବଧର୍ମୀ ବିଭିନ୍ନ ମନ୍ଦିର ଓ ବିଗ୍ରହ, ଅଭିଲେଖ ଓ ବୈଷ୍ଣବ ଧର୍ମ ଓ ପଞ୍ଚସଖା, ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଆଗମନ, ଇଏ ଦେଖିଦେବେ ଭଲ କି ବୈଷ୍ଣବ ଧର୍ମ ଓ 10 ଅବତାର। ତ ଯେଉଁମାନେ ବି ଲଙ୍ଗ କ୍ୱେଶ୍ଚନ ଲେଖିବାକୁ ଚାହୁଁଛନ୍ତି ଏଇଥିରୁ ଲେଖିପାରିବେ। ବୈଷ୍ଣବ ଧର୍ମୀ ସାହିତ୍ୟ। ତ ଇଏ ଥିଲା ଆମର ବୈଷ୍ଣବ ଧର୍ମ।